ପ୍ରକୃତରେ ଶିବ ତାଣ୍ଡବ ସ୍ତୋତ୍ରଙ୍କୁ ଚୋରି କରିବା ଦ୍ୱାରା ଚୋରି କରିବା ଯୋଗୁ ଟପି ଭାଇନାକୁ ଜେଲ ଯିବାକୁ ପଡ଼ିଲା ନା ବନସ୍ମତି ମ୍ୟାଡାମଙ୍କ ବିରୁଦ୍ଧରେ ବା ତାଙ୍କୁ ଏପଟ ସେପଟ ଗାଳି ଗୁଲଜ ନହେବା କଥା ଗୁଡାକ କହିବା ଦ୍ୱାରା ଭାଇନା ଜଣକୁ ଆଜି ଜେଲ ଘର ଦେଖିବାକୁ ପଡ଼ିଲା। ଭାଇନା ଜଣ କହୁଛନ୍ତି ମୁଁ ବାଘ। ମାନେ ଦେଖନ୍ତୁ ମାମୁଁ ଘରକୁ ଯାଉଛନ୍ତି ଭାଇନା, ମାନେ ମାମୁଁ ଘରକୁ ପଶିବା ସମୟରେ ମଧ୍ୟ ଭାଇନା ଜଣଙ୍କର ଗର୍ବ ଅହଙ୍କାର ଟିକେ ବି କମୁନି ନା। ऐसा लगा मेरा मजाक। କାହିଁକି କମିବ ବା? ସେ ବା ଗୋଟିଏ ବାଘ। ବାଘ କମିଲେ କଣ ମୁଣ୍ଡ ଲୁଆଇବ କି? ନା, ସେ ଜନ୍ତା ଭିତରେ ପଶିଯିବ ପଛେ ମୁଣ୍ଡ ଲୁଆଇବନି। ହଁ, ବାଘ ଛୁଆଟା ଆଉ କଣ। ଭାଇନା କହୁଛନ୍ତି ମୁଁ ବାଘ, ମାମୁଁ ଘରକୁ ଯିବ, ତଥାପି ସେ କହୁଛନ୍ତି। ଆଉ ମିଡିଆ ବାଲା ମାନଙ୍କୁ କହୁଛନ୍ତି ଶୁଣନ୍ତୁ, ଯୋଉ ମିଡିଆ ବାଲା ମାନେ ଯୋଉ ମିଡିଆ ଭାଇ ମାନେ ଯୋଉ ଯାଉଛନ୍ତି ତାଙ୍କର ବାଇଟ ନେବା ପାଇଁ, ଏବେ ବାଇଟ ନେବା ସମୟ ଟିକେ ଚିନ୍ତା କରିକି ଯାଆନ୍ତୁ। ମିଡିଆ ବାଲା ମାନଙ୍କୁ କଣ କହୁଛନ୍ତି? ନୁଙ୍ଗୁରା ଗୁଡାକ ଉପରେ କାହିଁକି ହଉଛ? ଏପଟ ସେପଟ ଟୁଙ୍ଗୁରୁ ଟାଙ୍ଗୁରୁ ଉପରେ କାହିଁକି ହଉଛ? ମୁଁ ଯେତେବେଳେ ଫେରିବି ତାପରେ ତ ସାମ୍ନା ସାମ୍ନି ମୋର ଆଉ ବାଇଟ ନେବ। ମାନେ ମିଡିଆ ବାଲା ମାନଙ୍କୁ ସେ ଭାବିଲା କଣ? ନୁଙ୍ଗୁରା କହୁଛନ୍ତି ଭାଇନା ଜଣକ। ଏଇ କଥାଟାକୁ ମନେ ରଖିଥାନ୍ତୁ। ନେକ୍ସଟ ଟାଇମ ଯେତେବେଳେ ଭାଇନା ଡାକିବେ ଟିକେ ଚିନ୍ତା କରିକି ଯାଆନ୍ତୁ। ରାବଣ ତମ ବାପା ଥିଲେ ନା ସ୍ୱାମୀ ଥିଲେ କହିବ ୟା ପରେ। कौन है ये लोग? कहां से आते हैं? ଦେଖନ୍ତୁ ଆଜ୍ଞା, ଦେଖନ୍ତୁ ଭାଇନା ଜଣଙ୍କର କଥା ଦେଖନ୍ତୁ। ମୁଁ କହୁନି ଆଜ୍ଞା, ଆପଣ ନିଜେ ଚିନ୍ତା କରନ୍ତୁ, କାରଣ ଆପଣଙ୍କୁ ମଧ୍ୟ ବୁଦ୍ଧି ଜ୍ଞାନ ବିବେକ ଅଛି। ଭାଇନା ଜଣକ ଗୋଟେ ମ୍ୟାଡାମକୁ, ସେ ବି ଗୋଟେ ଭଦ୍ର ମ୍ୟାଡାମକୁ, ଭଦ୍ର ମହିଳାକୁ କୋଉ ଭଳିଆ କଥା କହୁଛନ୍ତି ଟିକେ ଦେଖନ୍ତୁ। ମାନେ ରାବଣ କଣ ତୋ ବାପା ନା ତୋ ସ୍ୱାମୀ? ମାନେ କେମିତି କଥା ଆଜ୍ଞା, ଆପଣ ନିଜେ ଚିନ୍ତା କରନ୍ତୁ। ମାନେ ଯିଏ କି ଗୋଟେ ସଂସ୍କୃତକୁ ଅନୁବାଦ କରି ଓଡିଆରେ ଅନୁବାଦ କରି ସେ ଅଗ୍ନି ସାକ୍ଷୀ ବୋଲି ବହିଟା ଲେଖିଥିଲେ, ଆଉ ସେଇଟା ଚୋରି କରିକି ନିଜ ଆଉ ଗୀତ ମାଧ୍ୟମରେ ମୁଁ ସ୍କ୍ରିନଶଟ ଦେଖେଇଦେବି, ଆପଣ ଦେଖୁଥିବେ ସେଇଠି ଲିରିକ କମ୍ପୋଜିଂ ସବୁ ସେ ନିଜେ କରିଛନ୍ତି। ପୁଣି ହଁ, ସେ ନିଜେ ସବୁ ମାନେ ଗୀତ ରଚନା ନିଜେ କରିଛନ୍ତି। ओ भाई मारो मुझे, मारो मारो मुझे, मारो मारो। नहीं ये मजाक हो रहा है, एक सेकंड यार। ଆଉ ଗୀତକୁ ସେ ଯୋଉ ଭାଷାରେ ଯୋଉ ଅନୁବାଦ କରିଛନ୍ତି ନିଜେ କରିଛନ୍ତି, ସେ ଲେଖିଛନ୍ତି ନିଜେ। ମାନେ ଜଣକଟା କପି କରିକିରି ତ ଆଉ ଗୀତ ବନେଇଲେ ତାର ମନ ପାଇଲାନି ଯେ ମ୍ୟାଡାମକୁ ନ ହବା କଥା କହୁଛନ୍ତି। ମାନେ କହୁଛନ୍ତି କଣ ରାବଣ ତ ବାପା ନା ତ ସ୍ୱାମୀ। ମାନେ ଯାହା ଲାଗୁଛି ହଉ ମ୍ୟାଡାମଙ୍କର ତ ରାବଣ କିଛି ନୁହନ୍ତି, କିନ୍ତୁ ଏଇ ଭାଇନାଙ୍କର ହୁଏତ ବାପା ହେଇଥାଇପାରେ। କାହିଁକି ନା ଭାଇନା ଜଣକ କହୁଛନ୍ତି ଆଉ ମୋର ଅଧିକାର ଅଛି, ମୁଁ ଆଉ ତାର ବିଷୟରେ ମୁଁ ଆଉ ଗୀତ ଗାଇଛି, କାରଣ ଯଦି ରାବଣ ସେଟା ଲେଖିଛନ୍ତି ଆଉ ସେଇଟାକୁ ମୁଁ ନିଜେ ଅନୁବାଦ କରି ମୁଁ ଗାଉଛି, ମାନେ ତାଙ୍କର ଯଦି କିଛି ଅଧିକାର ନାହିଁ, ମ୍ୟାଡାମ ଜଣକ ଅନୁବାଦ କରିଛନ୍ତି ତାଙ୍କର କିଛି ଅଧିକାର ନାହିଁ, ଛାଡନ୍ତୁ। ତ ଇଏ ଯୋଉ ଚୋରି କରିଛି ଆର ସମ୍ପୂର୍ଣ୍ଣ ଅଧିକାର ଅଛି, ତାର ଅର୍ଥ ରାବଣ ୟାର ବାପା ହେଇଥିବ। ହଁ, ମୋର ଏବେ ଯେତିକି ମୁଁ ବୁଝିପାରୁଛି ପ୍ରକୃତରେ ଇଏ କୌଣସି ଭଗବାନଙ୍କର ଭକ୍ତ ନୁହେଁ ଆଜ୍ଞା, ଇଏ ଶୈତାନର ଭକ୍ତଟା। ହଁ, ଇଏ ଶୈତାନର ଭକ୍ତ, କାରଣ ଆର କାମ ତ ସେଇଆ ଆଉ କଣ। ଆଗକୁ ବହୁତ ମଜା ଟପିକକୁ ନେଇ ଆସିବି, ଆପଣ ମାନେ ଭିଡିଓ ସହିତ ଟିକେ ଲାଗି ରୁହନ୍ତୁ। ମାନେ ଇଏ ହଉଛନ୍ତି ରାବଣର ଭକ୍ତଟା, କାରଣ ଆର କାରନାମା ତ ସବୁ ଜଣା ପଡୁଛି, ତାର କାର୍ଯ୍ୟକଳାପ ତ ଜଣା ପଡୁଛି। ଖଳ ପ୍ରକୃତି, ହିଂସା, ଗଣ୍ଡଗୋଳ, ଅଶାନ୍ତି, ମାରପିଟ, ମାନେ ଖାଲି କଥା ପଦକରେ। ଆଉ ଭାଇନା ଜଣକ ବାହୁ ଦେଖେଇ ଦଉଛନ୍ତି 18 ଇଞ୍ଚ ସାଇଜ, ଆଉ ମୁହଁକୁ ଦେବେ ଆଜ୍ଞା। କାହାକୁ କହିଲେ କହିବେ, ଭାଇନାକୁ ଜମାରୁ କହିବେନି। ଭାଇନା ଘରେ ପଶିକି ମୁହଁକୁ ସେକିବେ, ଆଉ ରୁଟି ସେକିବାକୁ ପଡିବନି, ରୁଟି ଖାଇବାକୁ ପଡିବନି, ନିଜ ମୁହଁକୁ ଧରି ବସିଥିବେ, କାରଣ ସେ ମୁହଁକୁ ହିଁ ସେକି ଦେବେ। ଠିକା ନା ମୋ ଇଏ ହେଲା ଦେଇଥିଲି ଗୋଟେ ତଳୁ ଛିଡେଇକି ସେଇଟା ସିଏ